ବିଜେଡିର ପୂର୍ବତନ ମନ୍ତ୍ରୀ ସ୍ନେହାକିନି ଛୁନିଆ ମ୍ୟାଡାମ ଆପଣ କାଲି ଯେଉଁ ଆସିକରି କହିଲେ ବିଜେପି ସରକାର ଅମଳରେ ବହୁତ କିଛି ଆଇନ ମାନେ ପୁରା ଅବ୍ୟବସ୍ଥା ଘଟୁଛି। ଏକଥା ମୁଁ ମନେ ପକେଇ ଦେଉଛି ଆପଣଙ୍କୁ ମ୍ୟାଡାମ। ଆପଣ ଜଣେ ନାରୀ, ଯେତେବେଳେ ପରୀ ଘଟଣା ଉପରେ ସାରା ଓଡ଼ିଶା ହୁଲଥୁଲ ବାହୁଥିଲା, ଆପଣ କ'ଣ ପାଇଁ ଚୁପ୍ ଥିଲେ? ଆପଣଙ୍କ ମନ୍ତ୍ରୀ କ'ଣ ପାଇଁ ଚୁପ୍ ଥିଲେ? ଅରୁଣ ସାହୁ, ପରୀ, ପିହୁ, ମମିତା, ଏମିତି ବହୁତ ନାରୀମାନଙ୍କୁ ଆପଣଙ୍କ ଅମଳରେ ଦବିଆ ଯାଇଯାଇଛି। ଆଉ ଆପଣ ଏବେ କହିବେ ଯେ ବିଜେପି କର୍ମୀମାନେ ଥାନାରେ ବସିକରି ଥାନାକୁ କଣ୍ଟ୍ରୋଲ କରନ୍ତି? ଲଜ୍ଜା ଲାଗିବା କଥା। ବିଜେଡି ଶାସନ ଅମଳରେ ଆପଣଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ କି ଆପଣ ସୁରକ୍ଷା ଦେଇପାରିଲେନି। ସାଧାରଣ ଗୋଟେ ପୋଲିସ କର୍ମୀ ଗୁଳି କରି ମାରିଲା, ତା ଉପରୁ ଆପଣ ଏପର୍ଯ୍ୟନ୍ତ ହେଲାଣି ଗୋଟେ ମାନେ ସତ୍ୟାୟତ ଉଠିଲା କି? ଆପଣ କହିବେ ବିଜେପି କି ଯେ ଇଏ କେବଳ ଲୋକଙ୍କୁ ପ୍ରତାରଣା କରୁଛି? ଲୋକଙ୍କୁ ପ୍ରତାରଣା କରୁଥିଲା କିଏ? 5T ଅଣ୍ଡରରେ ଯେଉଁ କାମ ହେଉଥିଲା ସେ ପଇସାକୁ ଖାଉଥିଲା କିଏ? ଆପଣ କହିବେ ଲୋକଙ୍କୁ? ଲଜ୍ଜା ଲାଗିବା କଥା। ଗୋଦରି ଆଗ ନିଜ